ମାନୁ ହାଣ୍ଡିଶାଳକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଭଲରେ ଅଛି, ଆଶା କରୁଛି ଆପଣମାନେ ସମସ୍ତେ ଥିବେ। ତ ମୋତେ ଜୋରସେ ଥଣ୍ଡା ହେଇଯାଇଛି, ସେଥିଲାଗି କିଛି ଦିନ ହେବ ମୁଁ ଭିଡ଼ିଓ ଆଣିପାରୁନଥିଲି ଆପଣମାନଙ୍କ ପାଇଁ। ମୁଁ ଭାବିଲି ମୋ ସାଙ୍ଗମାନେ ନିଶ୍ଚୟ ମୋତେ ଖୋଜୁଥିବେ, ଆଉ ଖୋଜୁଛନ୍ତି କି ନାହିଁ ମୋତେ କମେଣ୍ଟରେ ନିଶ୍ଚୟ କହିବେ। ତ ଆଜି ଦେହ ଭଲ ନଥିବାରୁ ଖାଲି କରିଛି ଭାତ, ଟିକେ ଆଳୁ ତା ଦେହରେ ପକାଇ ଦେଇଛି। ଭାତ ସହିତ ଦେଶୀ ଘିଅ ମୁଁ ଘରେ ବନାଏ। ଘିଅଟା 1 ଚାମଚ ଘିଅ ଆଉ ତା ସହିତ ଛତୁ ତରକାରୀ ଆଉ ଲେମ୍ବୁ, ପାମ୍ପଡ଼ ଆଉ କାବୁଲ ଚଣା, ପିଆଜ, କଞ୍ଚା ଲଙ୍କା ଦେଇକି ଭାଜିଥିଲି। ଭାବିଲି ଟିକେ ଭଲ ଲାଗିବ, ତ ମୁଁ ଏଇଆ ଖାଉଛି। ଆପଣମାନେ ଦେଶୀ ଘିଅ ଯାହା ହେଲେ ଥଣ୍ଡାରେ ଖାଇଲେ ଟିକେ ଯାହା ବି ହେଲେ ଭଲ ଲାଗିବ ସମସ୍ତେ କୁହନ୍ତି, ତ ସେଥିପାଇଁ ଘିଅ ପକାଇ ଖାଉଛି। ମୋତେ ଘିଅ ଆକ୍ଚୁଆଲି ଭଲ ଲାଗେନି। ତ ମୋ ଭିଡ଼ିଓ ଆପଣମାନଙ୍କୁ ଯଦି ଭଲ ଲାଗୁଛି ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମା ବି ଭୁଲିବେନି।